तो भाई मैंने ମୁଁ ଦେଖିକି ପଳାଇଲି ଅନନ୍ତା ମୁଭି। ଚାଲନ୍ତୁ କଥା ହେବା କେମିତି କ'ଣ ହେଇଛି ଫିଲ୍ମଟି। ଗୋଟେ ପୁରୁଣା ବାୟୋପିକ୍ ଯୋଉଟା ଫକୀରମାନଙ୍କର ଲିଖିତ ଉପନ୍ୟାସ ରାଣ୍ଡି ପୁଅ ଅନନ୍ତା, ତା ଉପରେ ଗୋଟେ ବାୟୋପିକ୍ ବନେଇ ଲେନ୍ଥକୁ ବଡ଼ କରି ଗୋଟେ ଫିଲ୍ମ ବନେଇବା ସହଜ କଥା ନୁହଁ। ଯୋଉ ଫିଲ୍ମ ଆମେ ଆଗକୁ ଦେଖି ସାରିଛୁ ଟେଲି ସିନେମାରେ, ଯୋଉଟା ପିଣ୍ଟୁ ନନ୍ଦଙ୍କ ଅଭିନୀତ। କିନ୍ତୁ ଏ ଫିଲ୍ମକୁ ଯେତିକି ଲେନ୍ଥ କରାଇନି, ଯେଉଁ ଭାବରେ ସ୍କ୍ରିନ୍ ପ୍ରେଜେନ୍ସ ଦିଆଯାଇଛି ବହୁତ ସୁନ୍ଦର, ବହୁତ ଆଉଟଷ୍ଟାଣ୍ଡିଂ। ତା ସହିତ ଅଭିନୟ ସଭ୍ୟ ସହିତ ଅଭିନୟ ପୁଷ୍କରା, ଯେଉଁଟାକି ଆଗରୁ ହିଟ୍ ଥିଲା ଏବଂ ଏବେ ଯେଉଁ ଫିଲ୍ମ ଆସିଛି ଅନନ୍ତା, ସେଥିରେ ବି ସେ ବହୁତ ଭଲ ଅଭିନୟ କରିଛନ୍ତି। ଆଇ ଥିଙ୍କ ଯଦି ଏମିତି ସେ ହିଟ୍ ଉପରେ ହିଟ୍ ଦେଇ ଚାଲିବେ ତ ନେକ୍ସଟ ଫଲୋଇଂରେ ଟପ୍ରେ ନିଶ୍ଚିତ ଭାବେ ସଭ୍ୟ ରହିଯିବେ। ଆଉ ବାକି ରହିଲେ ସପୋର୍ଟିଂ କ୍ୟାରେକ୍ଟର କଥା, ଜ୍ୟୋତିର୍ମୟୀ ପଣ୍ଡା ତାଙ୍କୁ ଇଣ୍ଟ୍ରୋଡ୍ୟୁସିଂ କରାଯାଇଛି ନୂଆ ନବାଗତା ନାୟିକା ହିସାବରେ ଏବଂ ନୋ ଡାଉଟ୍ ନବାଗତା ଅଭିନେତ୍ରୀ ବି ଏତେ ସୁନ୍ଦର ପୋଖତ ଅଭିନେତ୍ରୀ ମାନେ ଅଭିନୟ କରିପାରନ୍ତି, ସେଇଟା ଗୋଟେ ଆଶ୍ଚର୍ଯ୍ୟଜନକ କଥା। ତା ସହିତ ସପୋର୍ଟିଂରେ ଅଛନ୍ତି ସୂର୍ଯ୍ୟମୟୀ, ଯାହାକୁ ପ୍ରଥମ ଥର ଗୋଟେ ନୂଆ ଭିନ୍ନ କ୍ୟାରେକ୍ଟର ଦେଖିଲି। ଏବଂ ତା ସହିତ କହିବାକୁ ଗଲେ ଆଉ ଗୁନା ତ୍ରିପାଠୀ, ଯାହାଙ୍କର କମେଡ଼ି ଟାଇମିଂ, ପଞ୍ଚେସ୍, ଇମୋସନାଲ ଟାଇମିଂ ସବୁଯାକ ବହୁତ ଭଲ ଥାଏ ଏବଂ ଏଥିରେ ଆହୁରି ବି ସେ ବହୁତ ଭଲ ଅଭିନୟ କରିଛନ୍ତି। ଆଉ ବାକି ରହିଲେ ସବ୍ୟସାଚୀ ମିଶ୍ର, ତାଙ୍କର ତ ଆକ୍ଟିଂ ଆରମ୍ଭରୁ ମୁଁ ତାଙ୍କ ଫ୍ୟାନ୍। ଆଇ ଥିଙ୍କ ବୋଉ ଗୁଟୁ ଭୂତଟୁ ଅନନ୍ତା ଆହୁରି ସୁପର ହେଇଯାଇଛି ମୋ ହିସାବରେ। ବାକି ଗୀତ ଗୁଡ଼ିକ ବହୁତ ସୁନ୍ଦର, କାରଣ ଗୀତର ପୁରୁଣା ସଂସ୍କୃତିକୁ ନେଇ ତିଆରି କରାଯାଇଛି, ଯେମିତି ମଲ୍ଲିକ ହବ ତ ଏବେ ଟ୍ରେଣ୍ଡିଂ ଚାଲିଛି ୟୁଟ୍ୟୁବରେ। ଆଉ ବାକି ରହିଲା କମେଡ଼ିର ପୁରା ସେମ୍ ଟୁ ସେମ୍ ପାଟର୍ନ ତିଆରି ହେଇଛି। ଖାଲି ମୋର ଖାଲି ଗୋଟେ ଛୋଟ ରିକ୍ୱେଷ୍ଟ ସାର୍ ଡାଇରେକ୍ଟର ସାର୍ଙ୍କୁ, ଯେ ଲାଷ୍ଟ ମୋମେଣ୍ଟରେ ଯେଉଁ ଇମୋସନାଲ ସିନ୍ ତିଆରି ହେଲା ତାକୁ ଆଉ ଟିକେ ଲେନ୍ଥ ବଢ଼ାଯାଇ ପାରିଥାନ୍ତା, କାରଣ ସେମ୍ ଟୁ ସେମ୍ ପିଣ୍ଟୁ ନନ୍ଦଙ୍କର ଅଭିନୀତ ଯେଉଁ ଟେଲିଫିଲ୍ମ ଥିଲା ରାଣ୍ଡି ପୁଅ ଅନନ୍ତା, ସେଥିରେ ଯାହା ଅଛି ସେମ୍ ଟୁ ସେମ୍ ପାଟର୍ନ ଏଥିରେ ସେୟା ଅଛି। ଆଉ ଟିକେ ଲେନ୍ଥ ଟାଣିଥିଲେ ହୁଏତ ଆଖି ଲୁହ ହିଁ ବାହାରି ପାରିଥାନ୍ତା। ଆଉ ଜଣେ ଡାଇରେକ୍ଟର ଯିଏକି ତାପସ ସରଗରିଆ, ସେ ବି ମଧ୍ୟ ଏଥିରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୟ ବି ବହୁତ ପ୍ରଶଂସନୀୟ। ଆଣ୍ଡ ବେଶୀ ଖାସ୍ କରି କିଛିଟା କମେଡ଼ି ଟାଇମିଂ ଅଛି ଯେଉଁଟାକି ଆପଣଙ୍କୁ ବହୁତ ହସେଇବ। ଆଉ ଖାସ୍ କରି ଯେତେବେଳେ ଆମର ହଇଜା ରୋଗରେ ନେଇକି ଆମର ହମେ ବି ହଇଜା ସିଓର ହେବନି, ଯେତେବେଳେ ବାଡ଼ି ଠାକୁର ତାଙ୍କ ଲାଗିଥିବେ, ସେ ମରିଯାଇଥିବ, ତାଙ୍କୁ ଉଠିବା ପାଇଁ କିଏ ନଥିବେ, ଉଠିକି ନେଇଯାଉଥିବେ କିଏ ସବ୍ୟସାଚୀ ବାସ୍ ବା ଅନନ୍ତା, ବହୁତ ସୁନ୍ଦର ଲାଗିବ। ଆଣ୍ଡ ବହୁତ ଭଲ ହେଇଛି ଫିଲ୍ମଟା, କିଛି ବି ଖରାପ ହେଇନି। ଗୋଟେ ବାୟୋପିକ୍କୁ ପୁରା ଲାଇଭ୍ ଆକାରରେ ପ୍ରେଜେନ୍ସ କରିବା ସହଜ କଥା ନୁହଁ। ଗୋଟେ ବାୟୋପିକ୍କୁ ଗୋଟେ ଫିଲ୍ମ ଆକାରରେ ପ୍ରେଜେନ୍ସ କରିବା ସହଜ କଥା ନୁହଁ। ତ ମୁଁ ନିଶ୍ଚୟ ଚାହିଁବି ନେକ୍ସଟ ଟାଇମ୍ ଏଇଭଳି ଆମେ ବାୟୋପିକ୍ ଦେଖିବାକୁ ଚେଷ୍ଟା କରିବୁ। ଆଉ ସବ୍ୟସାଚୀ ଭାଇ ଆଣନ୍ତୁ ଆଉ କିଛି ଏଇଭଳିଆ ବାୟୋପିକ୍, ଅପେକ୍ଷା ରହିଲୁ। ଜୟ ସୀତାରାମ।